ଆରେ ଅର୍ପିତା ତମ ବାପା ମାଙ୍କ ମୁଣ୍ଡ କଣ ଖରାପ ହେଇଗଲାଣି ନା କଣ? ତାଙ୍କ ଘର ଛାଡିକି ଆମ ଘରେ ରହିବା ପାଇଁ ଆସୁଛନ୍ତି, ପୁଣି ଅଧା ବାଟରେ ଆସିକି ହେଲେଣି। ଆରେ ମୋ ବାପା ମାଙ୍କ ମୁଣ୍ଡ ଖରାପ ହେଇନି, ମୋ ଭାଇ ଭାଉଜଙ୍କ ମୁଣ୍ଡ ଖରାପ ହେଇଯାଇଛି। ସେ ଶାନ୍ତିରେ ମାନେ ତାଙ୍କୁ ଖାଇବାକୁ ବି ଦଉନାହାନ୍ତି, ବହୁତ ହଇରାଣ କରୁଛନ୍ତି। ସେଥିଲାଗି ମୁଁ ଏଠିକି ଡାକିଥିଲି। କେଡେ ଅଜବ ଲୋକ ତମେ, ମତେ ନ ପଚାରିକି ତମ ବାପା ମାଙ୍କୁ ଏ ଘରକୁ ଡକେଇଦେଲ। ତାଙ୍କର ତ ଏ ଘରେ କିଛି ହକ୍ ନାହିଁ ରହିବାରେ। ତମେ ଏମିତି କଣ କହୁଛ? ସେ ମୋ ବାପା ମା, ମୁଁ ତାଙ୍କୁ ଏ ଘରକୁ ଡାକି ପାରିବିନି? ତମେ ତ ନିଜେ କହିଥିଲ କି ଏ ଘରେ ଆମ ଦୁଇ ଜଣଙ୍କ ଛଡା କୋଉ ବୁଢା ବୁଢୀ ରହିବେନି ବୋଲି। ତମ ବାପା ମାଙ୍କ ସହିତ ମୁଁ ରହିପାରିବିନି, ହେଲେ ମୋ ବାପା ମାଙ୍କ ସହିତ ମୁଁ ବହୁତ ଖୁସିରେ ରହିବି, କାହିଁକିନା ସେ ମତେ ଜନ୍ମ ଦେଇଛନ୍ତି। ଓ ତମ ବାପା ମା ତମକୁ ଜନ୍ମ ଦେଇଛନ୍ତି, ମୁଁ ବୋଧେ ଆକାଶରୁ ଗଳି ପଡିଥିଲି ତ, ସେଇଥିଲାଗି ମୋ ବାପା ମାଙ୍କୁ ନେଇ ବୃଦ୍ଧା ଆଶ୍ରମରେ ମୁଁ ଛାଡି ଦେଇ ଆଇଲି। ତମ ଭଳି ଏମିତି କିଛି ସ୍ତ୍ରୀ ଲୋକଙ୍କ ପାଇଁ ଗୋଟେ ପୁଅ ତା ବାପା ମା ଠାରୁ ଅଲଗା ହେଇଯାଉଛି। କୋଉ ବାପା ମା ଯାଇକି ତ ବୃଦ୍ଧ ଆଶ୍ରମରେ ପଇଲେଣି, କୋଉ ବାପା ମା ଯାଇକି ରାସ୍ତା କଡରେ ପଡିକି ମଲେଣି। ଓ ତୋ ବାପା ମା ତୋର, ଆଉ ମୋ ବାପା ମା ଦାଣ୍ଡର ଭିକାରୀ। ଛି। ଯେତିକି ନିଜ ବାପା ମାଙ୍କୁ ଭଲ ପାଉଛ ନା, ସେତିକି ଶାଶୁ ଶ୍ୱଶୁରଙ୍କୁ ମଧ୍ୟ ଭଲ ପାଅ।